एसएचजी ରୁ ମ୍ୟାନେଜର ସାର୍ କହୁଥିଲେ ଆଜ୍ଞା। କୋଉଠୁ? एसएचजी ଗ୍ରୁପ ରୁ। ଏସଏଚଜି ରେ କୋଉଠୁ କହୁଛନ୍ତି ଆଜ୍ଞା? ଭୁବନେଶ୍ୱର ବ୍ରାଞ୍ଚ ରୁ କହୁଥିଲେ ଆଜ୍ଞା। ଏସଏଚଜି ଭୁବନେଶ୍ୱର ବ୍ରାଞ୍ଚ ଅଛି ଆଜ୍ଞା। ଆଜ୍ଞା। ଓହୋ। ହେଲେ 1800 ଟଙ୍କା ପଠେଇବାକୁ ପଡିବ। ଆଜ୍ଞା ଇନ୍ସୁରାନ୍ସ ପଇସାଟା ପଠେଇଲେ ମୁଁ ତାଙ୍କ ଖାତାରେ ପଇସା ଜମା କରିବି 16,570 ଟଙ୍କା। ଓହୋ। ବୁଝିପାରିଲେ? ହଁ ହଁ। ଆଜ୍ଞା ଫୋନ ପେ କାର୍ଡ ଅଛି ଆପଣଙ୍କର? ଏସଏଚଜି ଆଜ୍ଞା ଏସଏଚଜି ଗ୍ରୁପ ବୋଲି ଏସଏଚଜି ଗ୍ରୁପ ବୋଲି ସ୍ୱୟଂ ସହାୟତା ଗୋଷ୍ଠୀ ଏସଏଚଜି ବୁଝିପାରିଲେ? ଓହୋ। ଆଜ୍ଞା। ସ୍ୱୟଂ ସହାୟକ ଗୋଷ୍ଠୀ ଅଫିସ ଭୁବନେଶ୍ୱର। ଆଜ୍ଞା ଆଜ୍ଞା ଭୁବନେଶ୍ୱର ଛାଡ ପଇସା ଅଫିସ ଏଟା ଡାଇରେକ୍ଟ ଫୋନ କରାହଉଛି ଛାଡ ପଇସା ଅଫିସ ରୁ ବୁଝିପାରିଲେ? ଗଭର୍ଣ୍ଣମେଣ୍ଟ ଜାଣିଛନ୍ତି ନା ଆଜ୍ଞା? ଗଭର୍ଣ୍ଣମେଣ୍ଟ ଥ୍ରୁ ଆସୁଛି ନା କଣ? ଆଜ୍ଞା ଗଭର୍ଣ୍ଣମେଣ୍ଟ ଥ୍ରୁ ଆସିଛି ଏଟା ଏସଏଚଜି ଟା ଗଭର୍ଣ୍ଣମେଣ୍ଟ ଗ୍ରୁପ ନା ସେଥିପାଇଁ ଗଭର୍ଣ୍ଣମେଣ୍ଟ ଥ୍ରୁ ଆସିଛି। ହଁ ହଁ ହଁ। ବୁଝିପାରିଲେ? ଆଜ୍ଞା। ହଁ ଯାଆନ୍ତୁ ଆଜ୍ଞା ଇନ୍ସୁରାନ୍ସ ପଇସା ଟିକେ ଜମା କଲେ ମୁଁ ତାଙ୍କ ଖାତାରେ ପଇସା ଯୋଡେଇବି। ଫୋନ ପେ ଅଛି ଯାଆନ୍ତୁ ଟିକେ। ହେଲେ ଆଜ୍ଞା ଆଜ୍ଞା। ସେ ଇନ୍ସୁରାନ୍ସ ପଇସାଟା ଆପଣ କାଟି ଦେଇଦେବେ ଆଉ ମୁଁ ଜମା କରିବି କଣ ଆଜ୍ଞା? ଆଜ୍ଞା କାଟିକି ଦେଇଦବା କଥା କିଛି ନାହିଁ ଏଟା ଲୋନ ହେଇଥିଲେ କାଟିକି ଦେଇଦେଇଥାନ୍ତୁ ଏଟା ଛାଡ ପଇସାଟା ନା ଏଟା ସୁଝିବେ ନାହିଁ ଆପଣ ବୁଝିପାରିଲେ? ସେଥିପାଇଁ ଇନ୍ସୁରାନ୍ସ ପଇସାଟା ଆପଣ କଭର କରତେ ପଡିବ ଆପଣଙ୍କୁ। ଦେଖନ୍ତୁ ଆଜ୍ଞା କାହାର ଫୋନ ପେ ଅଛି ଟିକେ ଶୀଘ୍ର ଟିକେ ଦେଖନ୍ତୁ କାଲିଠୁ ତାଙ୍କ ସିରିଏଲ ପଇଲାଣି ବୁଝିଲେ? ଫୋନ ପେ କାର୍ଡ ନାହିଁ ଆଜ୍ଞା। ଆଜ୍ଞା ଜନସେବା କେନ୍ଦ୍ର ନାହିଁ ପାଖରେ? ନାଇଁ ବା। ତାହେଲେ କଣ କରିବେ କ୍ୟାନସଲ କରିଦେବି ନେବେନି? ପଇସା ହବ ବୋଲି ସେମିତି ପଠେଇଦିଅ ଆଉ। ନାଇଁ ଆଜ୍ଞା ସେମିତି ହବନି ଆଜ୍ଞା। ସେମିତି ହବନି? ନାଇଁ ଆଜ୍ଞା। ହେଲେ ଆଜ୍ଞା ଆଜ୍ଞା ଆମର ଏଇଟା ଏ ଯୋଉ ଏଇଟା ଫୋନ ଲଗେଇଛ କୋଉଠି ଲଗେଇଛନ୍ତି ଜାଣିଛନ୍ତି ତ? ଆଜ୍ଞା କୁହନ୍ତୁ। ଏଇଟା ଯୋଉ ଲଗେଇଛନ୍ତି କୋଉଠି ଲଗେଇଛନ୍ତି? ଏଟା କୋଉଠି ଲାଗିଛି କି? ଆପଣ ଲଗେଇଥିଲେ କୋଉଠି ଆମେ ତ ଲଗେଇଛୁ ଆପଣ କହୁନାହାନ୍ତି କୋଉଠି ଲାଗିଛି? ଏଇଟା ବ୍ରହ୍ମପୁର ଲାଗିଛି। ହଁ ବ୍ରହ୍ମପୁର ତ। ବ୍ରହ୍ମପୁର ତ? ଆଜ୍ଞା। ବ୍ରହ୍ମପୁର ଲାଗିଛି ନା? ଆଜ୍ଞା। ବ୍ରହ୍ମପୁର ଜାଗା କୋଉଟା? ସେମିତି ଲୋକେସନ ଦେଖିଲେ ଆଜ୍ଞା ଜଣା ପଡିବ ବୁଝିପାରିଲେ? ଓହୋ ବ୍ରହ୍ମପୁର ଲଗେଇଛନ୍ତି ଜାଗା ବ୍ରହ୍ମପୁର ଲଗେଇଛନ୍ତି? ଆଜ୍ଞା ଆଜ୍ଞା ଆଜ୍ଞା। ହେଲେ ବ୍ରହ୍ମପୁର ଲାଗିଛି ନାଇଁ ଆଜ୍ଞା? ଆଜ୍ଞା। କୋଉ ଗ୍ରୁପ ନାଁଟା ଜାଣିଛନ୍ତି ନା ଜାଣିନାହାନ୍ତି? ଏସଏଚଜି ଗ୍ରୁପ ବା କହିଲି। ଏସଏଚଜି ନାଁଟା କଣ? ସ୍ୱୟଂ ସହାୟତା ଗୋଷ୍ଠୀ ଏସଏଚଜି। ଆଜ୍ଞା ଏସଏଚଜି ତ ପୁରା ସବୁଆଡେ ଗ୍ରୁପ ନାଁ ଅଛି ନା କଣ? ସେ ନା ଫିଲ୍ଡ ଅଫିସର ମାନେ ଜାଣିଥିବେ ନା ଆଜ୍ଞା। ଫିଲ୍ଡ ଅଫିସର ତାଙ୍କର ସବୁ ବସିକି ସେ କଥା ହେଇକି ଫିଲ୍ଡ ଅଫିସର ସହିତ ସେ କଣ ନାଁ ଦେଇଥିବ ସେଟା ସେ ଜାଣିଥିବେ ବୁଝିପାରିଲେ? ହେଲେ ମୁଁ ଯାଇ ବ୍ଲକରେ କଥା ହଉଛି ଆଜ୍ଞା। ହଉ ଠିକ ଅଛି କଥା। ହଉ।